ତେଣୁ ଏଥିରେ ବିରୋଧୀ ମାନେ ଯଦି ଆହୁରି କହୁଛନ୍ତି ଯେ ଆମେ ଏଇଆ କରିବୁ ସେଇଆ କରିବୁ, ସେ ତାଙ୍କର କାର୍ଯ୍ୟକ୍ରମ କରନ୍ତୁ, କିନ୍ତୁ ତାର ପରିବାରର ତାର ବାପା ମା ତାର ଭାଇ ତାର ମାମୁଁ ଏ ସମସ୍ତ କହିଛନ୍ତି ଯେ ତା ପରିବାରକୁ ଯେତିକି ସହଯୋଗ ମିଳିଛି ରାଜ୍ୟ ସରକାରଙ୍କ ତରଫରୁ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ତରଫରୁ ସେଥିରେ ସେ ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଅତି ନମ୍ର ଭାବରେ ଏବଂ ବିନମ୍ରତାର ସହିତ ରାଜ୍ୟବାସୀଙ୍କୁ ବା ବିରୋଧୀଙ୍କୁ ସେ କହିଛନ୍ତି ଯେ ଏଥିରେ ଆପଣମାନେ ଜମା ଆଉ ରାଜନୀତି କିଛି କରନ୍ତୁ ନାହିଁ। ତଦନ୍ତ ପ୍ରକ୍ରିୟାରେ ତ ସମ୍ପୂର୍ଣ୍ଣ ଭାବରେ ପ୍ରଘଟ ଆପଣଙ୍କୁ କୁହାଯାଏ ନାହିଁ। ସରକାର ତ ଘୋଷଣା କରିନାହିଁ ଯେ ତଦନ୍ତ ଏହା ହେଲା ବୋଲି। ସେଥିରେ ସନ୍ଦେହ କାହିଁ ସେ କରୁଛନ୍ତି? ଅପେକ୍ଷା କରନ୍ତୁ। ତାଙ୍କର ତ ଅନେକ ଘଟଣା ପଡ଼ିଛି, 24 ବର୍ଷ ପଳେଇଲା ତଦନ୍ତ କରିପାରିନାହାନ୍ତି। ଆମେ ତ ମାତ୍ର ୟାରି ଭିତରେ ଘଟଣାଟି ଘଟିଛି ଯେ ତଦନ୍ତ ସରିଛି, ତାକୁ ଘୋଷଣା ମଧ୍ୟ କରିବେ ଏବଂ ସରକାର ତାକୁ ପରିପ୍ରକାଶ କରିବେ। ସେଥିରେ ସେ 24 ବର୍ଷର ଯେଉଁ 10-15ଟାକୁ ଚାପିକି ରଖିଛନ୍ତି କଥାକୁ, ସେ କଥାକୁ ସିଏ ଆଗେ ତର୍ଜମା କରନ୍ତୁ, ଆଉ ସିଏ ଆମକୁ କାହିଁ କହୁଛନ୍ତି? ଶୁଣନ୍ତୁ, ମୁଁ ଆପଣମାନଙ୍କୁ ପ୍ରାଞ୍ଜଳ ଭାବରେ କହିଦେବାକୁ ଚାହେଁ, ବଳଙ୍ଗା ପୀଡ଼ିତାର ଯେଉଁଦିନ ତାର ସ୍ୱାସ୍ଥ୍ୟର ଅବନତି ହେଲା, ତା ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସରକାର ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେ ଆନ୍ତରିକତା ଭାବରେ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଏବଂ ଓଡ଼ିଶାର ଚିକିତ୍ସାରେ କାଳେ କିଛି ତ୍ରୁଟି ହେବ ବୋଲି ଭାବି ତାକୁ ମଧ୍ୟ ତତ୍କ୍ଷଣାତ୍ ତା ପରଦିନ ତାକୁ ମଧ୍ୟ ସ୍ଥାନାନ୍ତରିତ କରାଗଲା ଦିଲ୍ଲୀ ଏମ୍ସକୁ ଏବଂ ସେଠି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସଦସ୍ୟ ଭଳି ଅହରହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିଲେ ଏବଂ ଯୋଗାଯୋଗରେ ଥିଲେ। ସର୍ବୋପରି ସେଠାକାର ବିଧାୟିକା ଯେ ଆଜି ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହୋଦୟା, ତାଙ୍କର ଯେଉଁ ଉଦ୍ୟମ, ତାଙ୍କର ଯେଉଁ ଆନ୍ତରିକତା, ସେ ଆନ୍ତରିକତାରେ ସେ ଅଜସ୍ର ପଇସା ଖର୍ଚ୍ଚ ହେଉଥିଲେ ମଧ୍ୟ ତା ପୀଡ଼ିତା ପାଇଁକା ତାକୁ ମଧ୍ୟ ସବୁ ସହଯୋଗ ସେ ଯୋଗାଇ ଦେଇଥିଲେ ଏବଂ ଯେଉଁ ସହଯୋଗଟି ପାଇଁ ଆଜି ତା ପରିବାର ମଧ୍ୟ ନତମସ୍ତକ ହୋଇ ଆଜି ସରକାର ନିକଟରେ କହିଛି ଏବଂ ରାଜ୍ୟବାସୀଙ୍କୁ ବି ଜଣାଇ ଦେଇଛି ଯେ ତାଙ୍କୁ ଯେତିକି ସହଯୋଗ ମିଳିଛି ସେ ତା ପାଇଁକା କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ସେଥିରେ ଅନ୍ୟମାନେ ତାକୁ ନେଇକି ରାଜନୀତି ନ କରିବା ପାଇଁ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ ପରିବାର ତରଫରୁ ବିରୋଧୀଙ୍କୁ ମଧ୍ୟ କୁହାଇ ଦେଇଛି। ତେଣୁ ଏଥିରେ ବିରୋଧୀମାନେ ଯଦି ଆହୁରି କହୁଛନ୍ତି ଯେ ଆମେ ଏଇଆ କରିବୁ ସେଇଆ କରିବୁ, ସେ ତାଙ୍କର କାର୍ଯ୍ୟକ୍ରମ କରନ୍ତୁ, କିନ୍ତୁ ତାର ପରିବାରର ତାର ବାପା ମା ତାର ଭାଇ ତାର ମାମୁଁ ଏ ସମସ୍ତ କହିଛନ୍ତି ଯେ ତା ପରିବାରକୁ ଯେତିକି ସହଯୋଗ ମିଳିଛି ରାଜ୍ୟ ସରକାରଙ୍କ ତରଫରୁ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ତରଫରୁ ସେଥିରେ ସେ ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଅତି ନମ୍ର ଭାବରେ ଏବଂ ବିନମ୍ରତାର ସହିତ ରାଜ୍ୟବାସୀଙ୍କୁ ବା ବିରୋଧୀଙ୍କୁ ସେ କହିଛନ୍ତି ଯେ ଏଥିରେ ଆପଣମାନେ ଜମା ଆଉ ରାଜନୀତି କିଛି କରନ୍ତୁ ନାହିଁ। ତଥାପି ବିଜେଡି ପୁଣି ବନ୍ଦ କରିବା ପାଇଁ 7 ତାରିଖ ଦିନ ଘୋଷଣା କରିଛି, ପୁରୀ ଜିଲ୍ଲାରେ ହରତାଳ କରିବ। ଶୁଣନ୍ତୁ, ବିଜୁ ଜନତା ଦଳ କୁହନ୍ତୁ ବା କଂଗ୍ରେସ କୁହନ୍ତୁ, ଉଭୟ ଇସ୍ୟୁ ନଥାଇ ହା କରନ୍ତି। ତେଣୁ ଏଠି ମଧ୍ୟ କୌଣସି ଇସ୍ୟୁ ନାହିଁ, କାରଣ ସେମାନେ ଯେହେତୁ 23-24 ବର୍ଷ କାଳ ଶାସନରେ ଥିଲେ, ସେମାନେ ଶାସନରୁ ଗଲା ପରେ ସେମାନେ ବି ଆଚମ୍ବିତ ହୋଇଛନ୍ତି ଯେ ଆମେ ବର୍ଷେ କାଳ କେମିତି କଟେଇଲୁ, ଅତି କଷ୍ଟ ଭୋଗୁଛନ୍ତି ଏବଂ ସେଥିପାଇଁ ସେ ମଝିରେ ମଝିରେ ଏମିତି ହୋହାଲ୍ଲା କରିବେ ଏବଂ ଆମେ ମଧ୍ୟ ମୁଁ ତ ମୋ ଜିଲ୍ଲା ତରଫରୁ ବି ଆହ୍ୱାନ କରୁଛୁ, କାରଣ ସେ ଘଟଣାଟି ହେଉଛି ମୋ ଜିଲ୍ଲାର, ଆମର ପୁରୀ ଜିଲ୍ଲାର, ଯେହେତୁ ଘଟଣା, ଆମେ ମଧ୍ୟ ପୁରୀ ଜିଲ୍ଲାର ବିଜୁ ଜନତା ଦଳ କୁହନ୍ତୁ ବା କଂଗ୍ରେସ କୁହନ୍ତୁ ନେତୃତ୍ୱମାନଙ୍କୁ ଆହ୍ୱାନ ଦେଉଛୁ ଯେ ତାଙ୍କର ଗୋଟିଏ କେଉଁଠି ଅବହେଳା ହେଇଛି, ସିଙ୍ଗିଲ୍ ଅବହେଳା ଯଦି ସେମାନେ ଦର୍ଶାଇ ଦେଇପାରିବେ, ଆମେ ତ କହୁଛୁ ଆମେ ତାଙ୍କୁ ସମ୍ମୁଖୀନ ହେବା ପାଇଁକା ପ୍ରସ୍ତୁତ ହେଉଛୁ। ଅବହେଳା ଆଦୌ ହୋଇନାହିଁ, ବରଂ ସେମାନେ କୁହନ୍ତୁ ଯେ ରାଜ୍ୟ ସରକାର ଯେଉଁ ସହଯୋଗ ଦେଲେ, ଯେଉଁ ସାଥିରେ ରହିକି ପୀଡ଼ିତାର ସାଥିରେ ରହିକି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ, ଅତୀତରେ କେଉଁ ମୁଖ୍ୟମନ୍ତ୍ରୀ ଯାଇକି ଏତେ ବାରମ୍ବାର ଯାଇକି ବୁଝୁଥିଲେ? ମୁଖ୍ୟମନ୍ତ୍ରୀ କିଏ ଯାଇଥିଲା ପୀଡ଼ିତାଙ୍କ ପାଖକୁ? ଅତୀତରେ ସେମାନେ ହିସାବ ଦେବେ। ହିସାବ ନ ଦେଇକି ସେମାନେ କାହିଁକି ଗୋଟେ ଛଳନା କରିକି ବନ୍ଦ କରିବୁ, ଇଏ କରିବୁ, ସେ କରିବୁ କହିକି ବରଂ ସେଥିରେ କରିକି ଯଦି ଜନତାର ବା ଲୋକମାନଙ୍କର ଆହୁରି ତାଙ୍କୁ କଷ୍ଟ ଦେବା ପାଇଁ ଚାହୁଁଛନ୍ତି, ଜନତା ବି ତାଙ୍କୁ ଜବାବ ଦେବେ। ତଦନ୍ତ ପ୍ରକ୍ରିୟାରେ ତ ସମ୍ପୂର୍ଣ୍ଣ ଭାବରେ ପ୍ରଘଟ ଆପଣଙ୍କୁ କୁହାଯାଏ ନାହିଁ। ସରକାର ତ ଘୋଷଣା କରିନାହିଁ ଯେ ତଦନ୍ତ ଏହା ହେଲା ବୋଲି। ସେଥିରେ ସନ୍ଦେହ କାହିଁ ସେ କରୁଛନ୍ତି? ଅପେକ୍ଷା କରନ୍ତୁ। ତାଙ୍କର ତ ଅନେକ ଘଟଣା ପଡ଼ିଛି, 24 ବର୍ଷ ପଳେଇଲା ତଦନ୍ତ କରିପାରିନାହାନ୍ତି। ଆମେ ତ ମାତ୍ର
यार भितर घटनाटी घटी से तदंत सरी घोषणा करेंगे और सरकार ताको परिप्रकाश करेंगे सीतरे से 24 वर्ष जो 10-15टा को चापिकी रखी कथा को से कथा को सी आगे तर्जमा करूँ आ सी आमको कहीं कहते।